ସମସ୍ତଙ୍କର ପ୍ରାୟତଃ ପର୍ତ୍ତୁଗୀଜ ଭାଷା ଯେଉଁ ଓଡ଼ିଆ ଉପରେ ପ୍ରଭାବ ପଡ଼ିଛି ତା ଉପରେ ମନେ ରୁହେନି। ବହୁତ ସାରା ଶବ୍ଦ ଥାଏ ଯେଉଁଟା ମନେ ରଖିବା ବହୁତ ହି କଷ୍ଟ ହୋଇଥାଏ। ତେଣୁ ମୁଁ ଆଜି ସିପିଟି ନେଟ୍ ଜେଆରଏଫ୍ ଏସ୍ଏସ୍ବି ଏସ୍ଏସ୍ବି ଟିଜିଟି ଏସ୍ଏସ୍ବିଟି ସବୁଥିରେ ଆପଣ ଯେକୌଣସି ଓଡ଼ିଆ ଏକ୍ଜାମ୍ ଦିଅନ୍ତୁ କେବଳ ଏତିକି ପର୍ତ୍ତୁଗୀଜ ଶବ୍ଦ ଯଦି ମନେ ରଖିବେ ଆଉ ପର୍ତ୍ତୁଗୀଜ ଉପରେ ଏତିକି ଯଦି ନୋଟ୍ ମନେ ରଖିଥିବେ ନିହାତି କ୍ୱେଶ୍ଚନ୍ ଆସିଯିବ, ଆଉ କିଛି ପଢ଼ିବା ପାଇଁ ପଡ଼ିବନି। ତ ଚାଲନ୍ତୁ ପ୍ରଥମେ ଆରମ୍ଭ କରିବା। ପର୍ତ୍ତୁଗୀଜ ନାବିକ ଥିଲେ ଭାସ୍କୋ ଗାମା, ଯିଏକି କଲିକଟ ବନ୍ଦରରେ ପ୍ରଥମେ 1498 ଖ୍ରୀଷ୍ଟାବ୍ଦରେ ବାଣିଜ୍ୟ ଆରମ୍ଭ କରିଥିଲେ। ସେହି ସମୟର ରାଜା ଥିଲେ ଜାମୋରିନ୍। ବାଣିଜ୍ୟ କୋଠି ସେ ସ୍ଥାପନ କରିଥିଲେ କାଲିକଟ, ସାଲସେଟ, ବେସିନ୍, ଗୋଆ, ଡାମନ ଡିଉ, ବମ୍ବେ। ପ୍ରଧାନ ବାଣିଜ୍ୟ କ୍ଷେତ୍ର ଥିଲା ତାଙ୍କର କୋଲକାତାର ହୁଗୁଳି ଓ ଚଟ୍ଟଗ୍ରାମରେ। ଓଡ଼ିଶାରେ 1514 ଖ୍ରୀଷ୍ଟାବ୍ଦରେ ସୁବର୍ଣ୍ଣରେଖା ମହାନସ୍ଥ ପିପିଲି ବନ୍ଦରରେ ବାଣିଜ୍ୟ କେନ୍ଦ୍ର ସେ ପ୍ରତିଷ୍ଠା କରିଥିଲେ। ତାଙ୍କର ଯେଉଁ ଗୁରୁତ୍ୱପୂର୍ଣ୍ଣ ପର୍ତ୍ତୁଗୀଜ ଶବ୍ଦ ଯେଉଁଟାକି ବାରମ୍ବାର ଏକ୍ଜାମ୍ରେ ଆସେ ସେଗୁଡ଼ାକ ହେଲା ଆଚାର, ଆତ୍ତା, ଅନାରସ, ଆୟା, ଆଲକାତ୍ରା, ଆଲପିନ, ଆଲମାରି, ଇସ୍ତ୍ରୀ, ଇଂରେଜ, କଳାପାତି, କାଜୁ, କାନିସ୍ତାର, କାପ୍ତାନ, କାଫିଲା, କାମିଜ, କିରସ୍ତାନ, କିରାନୀ, କୋବି, ଗିର୍ଜା, ଗୋଦାମ, ଚା, ଚାବି, ତୌଲିଆ, ତମାଖୁ, ତେଲାଣୀ, ନେଉଆ, ପାତି, ପାଦ୍ରୀ, ପିସ୍ତଲ, ଫରାସୀ, ଫର୍ମ, ପେରୁ, ବମ୍ବେ, ବୋତାମ, ବୋତଲ, ମଲାଇ, ବିସ୍କୁଟ, ବାଲ୍ଟି, ମସ୍କରା, ଲଣ୍ଠନ, ଯିଶୁ, ଶାଗୁ, ସାବୁନ। ଯେତେବେଳେ ଯିଏ ଇଂରାଜୀ ଶବ୍ଦଟା ଦେଖିବ ସେ ଭାବିବ ଇଂରାଜୀ ତ ଇଂରାଜୀରୁ ଆସିଥିବ, କିନ୍ତୁ ଏଇଟା ପର୍ତ୍ତୁଗୀଜରୁ ଆସିଛି। ଏତିକି ଯଦି ଆପଣ ଶବ୍ଦ ଗୁଡ଼ା ମନେ ରଖିଦେବେ ଆପଣଙ୍କର ପର୍ତ୍ତୁଗୀଜ ଉପରେ ଯାହା ବି କ୍ୱେଶ୍ଚିନ୍ ଆସୁ ଏତିକି ଭିତରୁ ହିଁ ଆସେ। ମୁଁ 6ଟା ଏକ୍ଜାମ୍ ଦେଲିନି, ମୁଁ ଜାଣିପାରୁଛି ପର୍ତ୍ତୁଗୀଜ ଉପରୁ ଏକ୍ସଟ୍ରା କ୍ୱେଶ୍ଚିନ୍ କିଛି ଆସେନି। ପୁରା ଏତିକି ଯଦି ଘୁଷି ଦେବେ ନିହାତି ଆପଣ ମାର୍କ ହିଁ ପାଇବେ। ପର୍ତ୍ତୁଗୀଜ ଉପରେ ଯାହା ବି କ୍ୱେଶ୍ଚିନ୍ ଆସୁ ନିଶ୍ଚିତ ରୂପରେ ପାଇବେ। ଯଦି ଆପଣ ଆଉ କାହା ଉପରେ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ତ ମୋତେ କମେଣ୍ଟ କରନ୍ତୁ।